महापुरुष सुकमुनि कथा आम जाचे ये हूँ से सुकमुनि मंदिर। आस देखा सुकमुनि मंदिर ये किपरि सुकमुनि तप करथिले तार सुकमुनि ऐतिह्य कौन अच्छी से विषय रे तो आम जानिबा। सुकमुनि कथा आम पुराण पढ़ीचे ये होचंदे से सुकमुनि तांकरी समाधि पीठ से मंदिर सुकमुनि महापुरुष सुकमुनि महापुरुष जो विषय रे आम जानुचे मन रखापी ये हूँ तांकरी मंदिर सुकमुनि मंदिर। यही पीठ सुकमुनि आश्रम बुली जीवा आस पार्श्व देवादेवी यही पीठरे यही सुकमुनि पीठ यह उपरे राजा परीक्षित पीठ अच्छी जीवा देखिबा। सुकमुनि पीठरे पार्श्व देवता भाव रे शिवलिंग बा शिव मंदिर पार्श्व देवादेवी आम जानवा को आसीचे सुकमुनि पीठरे जो मठटी सुकमुनि अतीत एम विषय आम जाचे महापुरुष माने सब किपरि गृहस्थ जीवन त्याग करी मोक्ष पाइबा आशारे जंगल को आसी तप करथिले सेठारे से माने समाधि मध्य नहीं। आज आम से पीठ को आसुचे आसत पूजक सह कथा हवा। ये शिव शैव पीठ शिव मंदिर ये सुकमुनि आश्रम आम आसीचे यही गोटे आश्रम रे सुकमुनि आश्रम को आसीचे एठारे कपिल बाबा अच्छा परीक्षित राजा मंदिर अच्छी परीक्षितंकर पीठर महत्व सुकमुनि पीठ सुकमुनि मंदिर उपर ए पक्षी सुक पक्षी जे शिव पार्वती को ब्रह्मज्ञान देवा समय रे माँ पार्वती सोई पड़ी थिले से समय रे गछ कोरड़ रे सुक अंडाटीए देइथिला सही गछ कोरड़ू से अंडा धीरे धीरे ब्रह्मज्ञान प्राप्त हैला परे से अंडारू पक्षी शावक जन्म नेला से शिवंक क्रोधरे ताको मारिबा पई शिव चाहिथिले किंतु से जाई व्यासदेवंक पत्नी सत्यवती गर्भरे पहुंची थिले गर्भधारण कले माँ सती ये होचंदी से सुकमुनि महापुरुष सुकमुनि मंदिर ये एठारे सुकमुनि आसी तप करथिले सुकमुनि आश्रम आउ किछि ऐतिह्य मध्य अछि एठारे पिकनिक करिया पई सुंदर स्थान मध्य अछि बनभोजी बनभोजी पई सुंदर स्थान एहीपरि स्थान रे बनभोजी पूर्णतया नदी
କୂଳରେ ଆପଣମାନେ ଏ ବଣଭୋଜିର ସୁବିଧା ନେଇପାରିବେ। ଗୋଟିଏ ଧାମରେ ଆକୁଳିଙ୍କ ମଠ, ସୁକମୁନିଙ୍କ ବିଷୟରେ ଜାଣିଲେ ଯେ କିପରି ମହାମୁନି ବା ମହାପୁରୁଷ ସୁକମୁନି ଏଠାରେ ଏଇ ଗୋଟିଏ ପୀଠରେ, ପରୀକ୍ଷିତ ରାଜା ମଧ୍ୟ ଏଇ ଗୋଟିଏ ପୀଠରେ ଅଛନ୍ତି। ଆଜ୍ଞା 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 ହଉ ଠିକ ଅଛି। ଆମେ ମାଙ୍କ ପରୀକ୍ଷିତ ମହାରାଜ ମଧ୍ୟ ଅଛନ୍ତି, ସୁକମୁନି ଅଛନ୍ତି। ଆସନ୍ତୁ ଆମେ ଆକୁଳି ବାବାଙ୍କ ବିଷୟରେ ବା ଏ ଧାମ ବିଷୟରେ ସମ୍ପୂର୍ଣ୍ଣ ଭାବରେ ମାଙ୍କ ଠାରୁ କିଛି ଜାଣିବା, ଆଉ ମାଙ୍କ ପରିଚୟ ମଧ୍ୟ ପ୍ରଥମେ ଜାଣିବା। କୁହନ୍ତୁ ଆଜ୍ଞା, ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ, ଆଉ ଏ ଧାମ ବିଷୟରେ କୋଉ ଜାଗାରେ ଇଏ ବର୍ତ୍ତମାନ ଅଛି, ଆମ ଲୋକମାନେ କେମିତି ଜାଣିବେ ସେ ବିଷୟରେ କିଛି କୁହନ୍ତୁ। ମୁଁ ହଉଛି ଜାଣି ଗୁରୁ ଏଇଟାକର ଗୁରୁ ଦୀକ୍ଷିତ ଆଶ୍ରମର ଲୋକ। ଆଜ୍ଞା ମୋର ବି ବହୁତ ଗୁରୁ ଅଛନ୍ତି। ମୋର ପ୍ରଥମରେ ହେଲେ ସତ୍ସଙ୍ଗ ଗୁରୁ, ଦ୍ୱିତୀୟରେ ମୋର ମାନେ ପ୍ରଥମରେ ପିତାମାତା ଗୁରୁ ଛାଡ଼ ପିତାମାତା ଗୁରୁ, ଦ୍ୱିତୀୟରେ କର୍ଣ୍ଣ ଗୁରୁ, ତୃତୀୟରେ ହେଲେ ବିଦ୍ୟା ଗୁରୁ, ତୃତୀୟରେ ହେଲେ ଶିକ୍ଷା ଗୁରୁ, ତାପରେ ମୋର ଦୀକ୍ଷା ଗୁରୁ। ଦୀକ୍ଷା ଗୁରୁ କହିଲେ ମୁଁ ମାନେ ସତ୍ସଙ୍ଗରେ ବହୁତ ଦିନ ଥିଲି। ତାପରେ ମୋ ସ୍ୱାମୀ ଯିଏ ସିଏ ରହିଲେ ଆକୁଳି ବାବାଙ୍କର, ଏଇ ଯେଉଁ ଆକୁଳି ବାବା ବହୁତ ଆଲୋକିତ ବାବା ଥିଲେ। ତାଙ୍କୁ ଆଗରୁ କେହି ଜାଣିପାରୁନଥିଲେ। ସେମାନେ ଅଖା ପିନ୍ଧୁଥିଲେ, ନଙ୍ଗଳା ହେଇ ବୁଲୁଥିଲେ, ଭାର କାନ୍ଧଉଥିଲେ। ସେମାନଙ୍କ ବିଷୟରେ କେହି ବିଶେଷ ଜାଣିପାରୁନଥିଲେ। ଆଉ ବାବା ଯାହାକୁ ଶୋଧି ଦେଉଥିଲେ କିମ୍ବା ବାଡ଼େଇ ଦେଉଥିଲେ, ସେମାନେ ଅସାଧ୍ୟ ବେମାର ଭଲ ହେଇଯାଉଥିଲେ। ସେଥିଯୋଗୁଁ ବାବାଙ୍କୁ ବହୁତ ଲୋକ ବି ଖୋଜି ବୁଲନ୍ତି। ବାବା ଲୋକଙ୍କୁ ଦେଖିଲା ମାତ୍ରେ ଯଦି ଟିକେ କୋଉଠି ଉଢାଳ ହେଇଯିବ, ସେ ଆଉ କୋଉଠି ଯାଇ ଉଠନ୍ତି, ସେ ଧରା ଛୁଆ କାହାକୁ ଦିଅନ୍ତିନି। ଏମିତି ହେଲା ପରେ ବାବାଙ୍କର ଏଇନା ମାନେ କୋଉ ଦେଶରେ ମାନେ ନାହିଁ ନା କୋଉ ଗାଁରେ ନାହିଁ ବୋଲି ଆଶ୍ରମ, ଏଇ ଗୋଟିଏ ନୁହଁ ବା ଇଏ ସବୁଆଡେ ସେ ବାବାଙ୍କର ଆଶ୍ରମ ଅଛି। ଆକୁଳି ବାବାଙ୍କର ତାଙ୍କ ନିଜ ଯୋଉଠି ସମାହିତ ହେଇଛି କେନ୍ଦାଳ ମଧୁସୂଦନପୁର, ସେଠି ହଉଛି 3 ତାଲା କୋଠା, 3 ତାଲା କୋଠା ତାଙ୍କର ସମାଧିତ ମନ୍ଦିର। ଏଇଠିକି ଏମିତି ଆସିଲେ ବାବାଙ୍କ ପ୍ରତିମୂର୍ତ୍ତି? ବାବାଙ୍କର ପ୍ରତିମୂର୍ତ୍ତି ଆମେ ହଉଛି ତାଙ୍କର ମାନେ ଦୀକ୍ଷିତ ତ, ଗୁରୁ ଆଙ୍କର ଆଣିକି ପାଳନ ଆଣିକି ଏଇ ଜାଗାରେ ସ୍ଥାପନ କରିକି ପୂଜା କରୁଛନ୍ତି। ଆଚ୍ଛା ଆଚ୍ଛା, ଯାହା ହଉ ଆକୁଳି ବାବାଙ୍କ ବିଷୟରେ ଆପଣ କହୁଛନ୍ତି ଏତେ ମହାତ୍ମା, ଅସାଧୁ ରୋଗ ଗୁଡିକୁ ମଧ୍ୟ ସେ ଛୁଇଁ ଦଉଥିଲେ, ଭଲ ହେଇଯାଉଥିଲା, ବାଡେଇ ଦେଇଥିଲେ, ଶୋଧି ଦଉଥିଲେ, ତାର କୌଣସି ମାନେ ହରଣ ହେଇଯାଉଥିଲା। ଆଉ ଏମିତିଆ ସବୁ ସେ ବାବାଙ୍କର ଥିଲା ବୋଲି ତାଙ୍କର ଏଇନା ଠାବେ ଠାବେ ଯୋଉଠି ଦେଖିବ ବାବାଙ୍କର ଆଶ୍ରମ, ସେ ବି ସବୁ ଜାଗାରେ ପୂଜା ପାଉଛନ୍ତି। ସମସ୍ତେ ତାଙ୍କୁ ବୁଝୁଛନ୍ତି। ତାଙ୍କ ନିଜ ଆଶ୍ରମ ସ୍ଥାନରେ 3 ତାଲା କୋଠା ଉପରକୁ ତାଙ୍କର ମନ୍ଦିର, ସେଠି ଶିବ ସ୍ଥାନ ମାନେ ଶିବ ସ୍ଥାପନ ହେଇଛି, ବାବାଙ୍କ ମନ୍ଦିର ସ୍ଥାପନ ହେଇଛି। ଆପଣ ଗଲେ ସେଠିକି ଦେଖିବେ କି? ନିଶ୍ଚିନ୍ତ ଯିବା। ଆମେ ତ ଭିଡିଓ ମାଧ୍ୟମରେ ଜଣେଇବାକୁ ଚାହୁଁଛୁ, ସମାଜକୁ କିଛି ଜଣେଇବାକୁ ଚାହୁଁଛୁ, ସେଇଥିପାଇଁ ଭିଡିଓ କରୁଛୁ। ପଳେଇବେ ମାନେ କେନ୍ଦାଳ ମଧୁସୂଦନପୁର। ଠିକ ଅଛି ଆଜ୍ଞା ମା, ବାବା ତାହା କରୁଥିଲେ। ବର୍ତ୍ତମାନ କେହି ଆଉ ସେଇପରି ଅସାଧୁ ରୋଗକୁ କେହି କିଛି ବାବା ଦେଇ ଯାଇଛନ୍ତି କି କିଛି ତାଙ୍କର ଶିଷ୍ୟ ମାନଙ୍କୁ, ସେମାନେ କିଛି ସେଇପରି ଭଲ ଜାଣିଛନ୍ତି, ସବୁ ସେମିତି କରୁଛନ୍ତି। ଆଉ ଯିଏ ପ୍ରଭୁଙ୍କ ନିର୍ଦ୍ଦେଶରେ, ଧର ଆମେ ତ କିଛି ଜାଣିନୁ ନା, ପ୍ରଭୁଙ୍କ ପାଖରେ ବହୁତ ଦିନ ବସିଛୁ, ଜାଣିଛୁ, କଟିଛୁ। ପ୍ରଭୁଙ୍କର ଆମର ଆଜ୍ଞାରେ ଆମେ ଯାହାକୁ ଯୋଉ କଥାଟା ବି କହି ଦଉଛୁ, ସେଟା ସଫଳତା ପାଇପାରୁଛନ୍ତି ବୋଲିକି ତ ଆମେ ଜାଣୁଛୁ। ଏଇ କଥାଟା ମା କହିଥିଲା ନା, ଆଉ ଆମେ ସେଇଟା ଦେଲେ ଆମେ କିଛି ମାନେ ଗୁରୁତର ଦଉନା ନା, ଆମେ ଆମକୁ ଏଇଟା ଦିଅ ସେଇଟା ଦିଅ ବୋଲି ଆମେ କହିପାରୁନା। ଆଉ ଏମିତି ଚଳିଲେ ଆମେ ଏଇଠି, ଏଇଟା ହେଲା ନମିଷା ଅରଣ୍ୟ ସୁକମୁନି ପରୀକ୍ଷିତଙ୍କର ଆଶ୍ରମ ଜାଗା। ଏଇ ଜାଗାରେ ବହୁତ ବି ସୁକମୁନି ମାନେ ମୁନି ଆଶ୍ରମ ସ୍ଥଳୀରେ ବହୁତ ଆଶ୍ରମରେ ରହୁଥିଲେ ସେତେବେଳେ ମୁନି ଋଷି ମାନେ। ଏଇ ଆଶ୍ରମରେ, ଏଇ ସୁକମୁନିଙ୍କ ଆଶ୍ରମରେ ପରୀକ୍ଷିତଙ୍କ ରାଜାଙ୍କ ବିଷୟରେ ଯୋଉ ଅଛି ମନ୍ଦିରଟି, ପରୀକ୍ଷିତଙ୍କ ସମାଧି ପୀଠ ନା କଣ ସେଠି ଅଛି ମନ୍ଦିର? ପରୀକ୍ଷିତ ରାଜା ତ ଜାଣିଥିବେ, କଳି ଯୁଗର ରାଜା ହଉଛି ପରୀକ୍ଷିତ। ତାପରେ ତ ଏଇଟା ମନ୍ତ୍ରିମଣ୍ଡଳ ଚାଲିଛି ନା, ତାଙ୍କ ଅନ୍ତେ ରାଜା ନାହିଁ। ରାଜା ହେଲେ କୋଉ ବର୍ଷ ଆମର ମାନେ ସୂର୍ଯ୍ୟ ବଂଶର ରାଜା ନା, କୋଉଠି ମାନେ ଯୋଉ ସେ ହଉଛନ୍ତି ଅଭିମନ୍ୟୁଙ୍କର ପୁଅ, ଅର୍ଜୁନଙ୍କର ନାତି ପରୀକ୍ଷିତ। ତାଙ୍କର ମାମୁଁ ଘର ହଉଛି ଚୌଦ୍ୱାର। ତାଙ୍କ ନିଜ ଘରଟା ଯାଇକି କୋଉଠି ନା
ଯୋଉ ଆମର କହନ୍ତି ବିରାଟ ଗୁଜୁରାଟ ସିଆଡେ ତାଙ୍କର ନିଜ ଘର ତାଙ୍କ ମାମୁଁ ଘରଟା ହଉଛି ଆମର ଯୋଉ ବିରାଟ ଗାଦି ହଉଛି ଚୌଦ୍ୱାର କରିକି ଧର ରାଜା ଆସିଥିଲେ ମାନେ ମାମୁଁ ଘରକୁ ସେ ଭ୍ରମଣରେ ଏଇଟା ମାନେ ଏମିତି ଚୌଦ୍ୱାର କତରୁ ପାରାଦୀପ ପର୍ଯ୍ୟନ୍ତ ଏଇଟା ଅରଣ୍ୟ ଥିଲା। ଏଇଟା ଅରଣ୍ୟ ଥିଲା ବୋଇଲେ ମାନେ ସେଠି ଯାଇକି କୋଉଠି ପାରାଦୀପରେ ଅଛି ଏଠି ସିନା ସୁକ ମୁନି ସେଠି କପିଳ ମୁନି ଆଶ୍ରମ ଅଛି ସେ ଯୋଉ ବଳି ସମୁଦ୍ର ପାଖରେ କପିଳ ମୁନିଙ୍କ ଆଶ୍ରମ ଯୋଉ ରତ୍ନବଟରେ ଅଛି ସିଏ ସେଇ କପି ମୁନି ଯିଏ ସେ ସେଇ କପିଳ ମୁନିଙ୍କ ଆଶ୍ରମ। କପିଳ ମୁନି ଇଏ ହଉଛନ୍ତି ମାନେ ଇଏ ହଉଛନ୍ତି ସୁକ ମୁନି। ଆଚ୍ଛା ସେ ହଉଛନ୍ତି ସେ କପିଳ ମୁନି। ସିଏ ତ ବହୁତ ଅବତାର ନେଇଥିଲେ ନା ହେଲେ ସେ ବହୁତ ଅବତାର ନେଇକିରି। ଆଚ୍ଛା ଯାହା ହଉ ପରୀକ୍ଷିତ ରାଜାଙ୍କ କଥା ବର୍ଣ୍ଣନା କଲେ। ସମ୍ରାଟ ଅଶୋକ ଜାଣିନାହାନ୍ତି ନାଇଁ କି? ଭାଗବତ ଚର୍ଚ୍ଚା ଆଚ୍ଛା ଭାଗବତ ଚର୍ଚ୍ଚାରେ ଅଛନ୍ତି। ଯାହା ହଉ ବହୁତ ଧନ୍ୟବାଦ ଆଜ୍ଞା। ଗୁରୁଙ୍କ ପାଦ ପଦ୍ମେ କର ବନ୍ଦନା ରେ ମନ କର ବନ୍ଦନା ଗୁରୁଙ୍କ ହସ୍ତରେ କଞ୍ଚି କୋଲ ପସିନା ଶ୍ରୀ ଗୁରୁଙ୍କ ପାଦ ପଦ୍ମେ କର ବନ୍ଦନା ରେ ମନ କର ବନ୍ଦନା ଗୁରୁଙ୍କ ହସ୍ତରେ କଞ୍ଚି କୋଲ ପସିନା ଏ ଜୀବର ମୁକ୍ତି ବାଟ ଭକ୍ତି ପସରା ହାଟ ଦୟା ଧର୍ମ ବ୍ୟବହାର ବେଦ ବେଦାଙ୍ଗ ପାଠ ମନ୍ତ୍ର ଯନ୍ତ୍ର ମାଗିବ ନ କରିବ କପଟ ପୂର୍ବ ଭାଗ୍ୟ ଥିଲେ ସେବା ମିଳିବ କି ନା ରେ ମନ ମିଳିବ କି ନା ଶ୍ରୀ ଗୁରୁଙ୍କ ପାଦ ପଦ୍ମେ କର ବନ୍ଦନା ଅଣାକାର ଏକାକ୍ଷର ଓଙ୍କାର ରେ ଦ ପଞ୍ଚବୀଜ 16 ନାମ ଦ୍ୱାଦଶ ସଧ ପାର୍ବତୀ କୋଳରେ ଧରି ତାଙ୍କର ମାନେ ବ୍ରହ୍ମଜ୍ଞାନ କହୁଥିଲେ କହିଲେ ସେମାନେ ଏଇ ଗୀତଟା ଧରି ଯାଇଥାନ୍ତା ସେଇଟା ପାର୍ବତୀ ଶୋଇପଡ଼ିଛନ୍ତି। ଯଦି ଶୋଇପଡ଼ିଛନ୍ତି ସେଠି ଗୋଟିଏ ମାନେ ଛୁତ ଗଛ ବୋଇଲେ ଆମ୍ବ ଗଛ କୋରଡ ଦିହରେ ଶୁକ ମାନେ ଅଣ୍ଡା ଦେଇ ପଳେଇ ଯାଇଥିଲା ଗୋଟେ ପକ୍ଷୀ। ସିଏ ଅଣ୍ଡାଟା ବ୍ରହ୍ମଜ୍ଞାନ ଶୁଣି ସିଏ ପକ୍ଷୀ ଜନ୍ମ ପାଇଲା। ପକ୍ଷୀ ଜନ୍ମ ପାଇକି ସିଏ ହୁଁ ମାରୁଛି ପାର୍ବତୀ ନିଦ୍ରା ଚାଲି ଯାଇଛନ୍ତି। ଯେତେବେଳେ ଶିବଙ୍କର ମାନେ ଦେଖିଲେ ପାର୍ବତୀ ନିଦ୍ରା ଶୋଇକି ସାରେ ହୁଁ ମାରୁଛି କିଏ ମାରୁଛି ଶିବ ଚାରିଆଡ଼କୁ ଚାହିଁ ଦେଖିଲା ବେଳକୁ ପାର୍ବତୀଙ୍କ ନାଁ କର ମୋଡ଼ିଲେ। ଯେମିତି କର ମୋଡ଼ିଲେ ସେତିକିବେଳେ କଣ କର ନା ଶୁକ ପକ୍ଷୀଟି ଉଡ଼ିକିରି ପଳେଇଲା। ଯେମିତି ଉଡ଼ି ପଳେଇଲା ଶିବ କଣ କଲେ ନା ତାକୁ ମାରିବା ପାଇଁ ତ୍ରିଶୂଳ ବଢେଇଲେ। ଆଉ ଏମିତି ବଢେଇଲେ ନାରଦ ଆସିକି ହାତ ଦେଖେଇକି ମନା କରିଦେଲେ କହିଲେ ନାଇଁ ସିଏ ଯାଇକି ସେତିକି ବେଳେ କଣ ନା ବ୍ୟାସଦେବଙ୍କ ସ୍ତ୍ରୀ ତାଙ୍କ ନାଁ ହଉଛି ସତ୍ୟବତୀ ସିଏ ନଦୀରେ ଗାଧେଇକି ଆସି ମୁଣ୍ଡ ଝାଡୁଥିଲେ ସେତିକି ବେଳେ ଇଏ ପକ୍ଷୀ ଯାଇକି ତାଙ୍କ ପାଟି ଦେହରେ ପ୍ରବେଶ କରିଗଲା ପେଟ ଭିତରକୁ ପଶିଗଲା। ଏମିତି ପଶିଗଲା ଶିବ ଇଆଡେ ପ୍ରପଂସର ପଠେଇଛନ୍ତି ମାରିବା ପାଇଁ। ନାରଦ କହିଲେ ସିଏ ଯାଇକି ନାରୀ ଗର୍ଭରେ ରହିଲେଣି ତମେ ମାରିଲେ ନାରୀ ଗର୍ଭ ମାନେ ପାପ ହବ ଆଉ ତମେ ତାକୁ ମାରନା। ହାତ ଦେଖେଇକି ସେଇଠି ବି ଚିତ୍ରଟା ହେଇଛି ସେ ବନ୍ଦ କରିଦେଲେ ଶୁକପକ୍ଷୀ ଯାଇକି ପାର୍ବତୀଙ୍କ ପେଟ ଦେହରେ ରହିଗଲେ। ଯାଇକି ବାସଦେବ ମୁନି ସତ୍ୟବତୀଙ୍କ ପେଟରେ ରହିଲେ ବୋଲି ସେମାନେ 12 ବର୍ଷ ରହିଗଲେ ଆଉ ଜନ୍ମଗ୍ରହଣ କରିପାରିଲେନି। କହିଲେ ତାଙ୍କୁ କଣ କଲେ ନା ବ୍ୟାସଦେବ କଣ ସବୁଦିନ ମାନେ ତପସ୍ୟାରେ ବସନ୍ତି କଣ ଏତେ ଦିନ ହେଲାଣି କାହିଁ କଣ ଗର୍ଭ ହଉନି କଣ ହଉନି। ସେଠୁ ତାପରେ କଣ କଲେ ନା ତାଙ୍କୁ ଥରେ ମାନେ ଜଣା ହେଲା ଯେ ତାଙ୍କୁ ସ୍ୱପ୍ନରେ କହିଲେ ଆଉ ତୁ ଯଦି କହୁଛୁ ଆଉ ମୁଁ ଯିବି ତାହେଲେ ମୁଁ ଆଉ ସେମିତି ଆଉ ଲଙ୍ଗଳା ହେଇକି ଯିବିନି। ତମେ ମୋ ପାଇଁ ଖଣ୍ଡେ କାଛି ପଠାଅ ମୁଁ କଣ କର ନା ତାକୁ ପିନ୍ଧିକିନି ଯିବି। ତାଙ୍କର ଶୁଣ ଶକ୍ତି ଆସିଲାନି ପୁଣି ଏମିତି କିଛି ଜାଣିଲା ପୁଣି କଣ ଯୋଗରେ ବସିଲେ ଆଉ ମୋ ପାଇଁ ପଠେଇଲେ ମତେ କଦଳୀରେ ପୁରେଇକି ଖାଇବାକୁ ଦବ ଆଉ ମୁଁ ଯାଇ ବାହାରକୁ ଯିବି। ସେଠୁ ଇଏ କଣ କଲେ ନା ମାଆଙ୍କୁ କଦଳୀ କଣ କଲେ ନା ସେ ମା ଯେମିତି ଖାଇସାରିଲେ ଶୁକ ମୁନି ଯାଇକି କମଣ୍ଡଳୁ ଧରି ମାନେ କାଛି ପିନ୍ଧିକି ବାହାର ଆସିଲେ। ସେ 12 ବର୍ଷ ପରେ ଯାଇକି ଜନ୍ମ ହେଇଛନ୍ତି ଶୁକ ମୁନି। ପ୍ରକୃତରେ ମାତାଙ୍କ ଗର୍ଭରୁ ଜନ୍ମ ହେଇଥିନି ହେଲେ ସିଏ ହଉଛନ୍ତି ଶିବଙ୍କର ସନ୍ତାନ। ବ୍ୟାସଦେବ ବା ସତ୍ୟବତୀଙ୍କ ଗର୍ଭରୁ ଜନ୍ମ ଲାଭ କଲେ
ଶିବଙ୍କ ଦ୍ୱାରା ତାଙ୍କର ମାନେ ଯୋଉ ବ୍ରହ୍ମ ଜ୍ଞାନ ଦେଲେ ସେ ଜନ୍ମ ହେଇଛନ୍ତି। ହଉ ମା, ବହୁତ ବହୁତ ଧନ୍ୟବାଦ। ସୁନ୍ଦର କଥା ମା ରଖିଲେ, ଆମେ ଏଇ ଧାମକୁ ଆସି ଜାଣିଲେ ଏଇ ସୁକମୁନିଙ୍କ କଥା। ଆସନ୍ତୁ ଆମେ ଜାଣିବା। ପରୀକ୍ଷିତ ଆଜ୍ଞା ପ୍ରଣାମ। ଆପଣ କଣ ଏଇ ଧାମରେ ଅଛନ୍ତି? କଣ ଇଏ ସବୁ ପୂଜା କରୁଛନ୍ତି ନା? ପୂଜା କରୁଛନ୍ତି। ସୁକମୁନିଙ୍କର ଆମର ମାଧବଙ୍କର ଅନନ୍ତଙ୍କର ଏହି ସୁକମୁନିଙ୍କ ଆଶ୍ରମରେ ଶିବଙ୍କ ମନ୍ଦିର। ସୁକମୁନି ହେଉଛନ୍ତି ଏହି ଶିବଙ୍କ, ଏହି ଭୋଳାନାଥ, ଏହି ମହେଶ୍ୱରଙ୍କର ସନ୍ତାନ, ଯେଉଁ କଥା ଆମେ ଜାଣିଲେ ମାଙ୍କ ଠାରୁ। ମାଙ୍କ ମନ୍ଦିର ମଧ୍ୟ ମା ତାରିଣୀ, ଏଇ ସେଇ ନଡ଼ିଆ ରାଣୀ ମା ତାରିଣୀ। ଏହି ସୁକମୁନିଙ୍କ ଆଶ୍ରମରେ ପରୀକ୍ଷିତ ରାଜା, ଏହା ଏକ ଗୁପ୍ତ ଅରଣ୍ୟ ବୋଲି ଯାହା ଆମେ ଜାଣିଛୁ। କାହିଁକି ଏ ସୁକମୁନିଙ୍କ ଆଶ୍ରମ, ଏ ଧାମକୁ ଗୁପ୍ତରେ ରଖାଯାଇଥିଲା? ଏ ଗୁପ୍ତ ରହସ୍ୟ କ'ଣ, ସେ ବିଷୟରେ ଆମେ ଜାଣିବା। ଗୁପ୍ତ ରହସ୍ୟ କ'ଣ ରହିଥିଲା, ସେଇ ଗୁପ୍ତ ରହସ୍ୟକୁ ଜାଣିବା ପାଇଁ ତ ଆମେ ଆସିଥିଲେ। ଆଜି ଏହି ପୀଠରେ କିଛି ଗୁପ୍ତ ରହୁଛି, ସେ ଗୁପ୍ତ ବିଷୟରେ ଆଜି ଆମେ ଆଲୋଚନା କରିବା ବା ଜାଣିବା। ସେହି ସୁକମୁନିଙ୍କ ଆଶ୍ରମରେ କାଳିଆ ନାଗ, ମାନସିକ କରି ଏ ପୀଠକୁ ମଧ୍ୟ ଆସନ୍ତି। ମାନସିକଧାରୀ ମାନେ ମାନସିକ କରିଥାନ୍ତି। ସୁକମୁନିଙ୍କ ଆଶ୍ରମକୁ ଆସିଛେ। ଏଇଠାରେ ପରୀକ୍ଷିତ ରାଜାଙ୍କର ମନ୍ଦିରଟି ଅଛି। ସୁନ୍ଦର ଗଛ, ସୁନ୍ଦର ଧାମ, ପାର୍ଶ୍ୱ ଦେବାଦେବୀ, ସୁକମୁନିଙ୍କ ଆଶ୍ରମ, ରାମଙ୍କ ମନ୍ଦିର। ରାମଙ୍କ ମନ୍ଦିର ଆମେ ଆସିଛେ ଏହି ସୁକମୁନିଙ୍କ ପୀଠରେ। ପରୀକ୍ଷିତ ରାଜା ଯେ ଅଭିମନ୍ୟୁଙ୍କ ପୁତ୍ର, ଅର୍ଜୁନଙ୍କ ନାତି ନା ନା? ଆଚ୍ଛା, ଏ ହେଉଛନ୍ତି ସେଇ ଶ୍ରୀ ଶ୍ରୀ ପରୀକ୍ଷିତ ମହାରାଜଙ୍କ ମନ୍ଦିର। ହନୁମାନଙ୍କ ମନ୍ଦିର ମଧ୍ୟ, ଦକ୍ଷିଣ ମୁଖା ହନୁମାନ ଏହି ସୁକମୁନିଙ୍କ ଆଶ୍ରମରେ ପୂଜା ପାଉଛନ୍ତି, ଆବିର୍ଭାବ ହେଇଛନ୍ତି। ପରୀକ୍ଷିତ ମହାରାଜ ଯେ ପାଣ୍ଡବ ବଂଶର ଅଭିମନ୍ୟୁଙ୍କ ପୁତ୍ର, ଅର୍ଜୁନଙ୍କ ନାତି, ତାଙ୍କ ବିଷୟରେ ଆମେ ଜାଣିଛେ। ଆଉ କିଛି କଥା ପୂଜକଙ୍କ ସହ ଆସ କଥା ହେବା ବା ଜାଣିବା। ଏତେ ମୁଁ ଜାଣିନି ପ୍ରଭୁଙ୍କ ବାବଦରେ, ଯାହା କହିବି, ଯାହା ଶୁଣିଛି ଆଉ ଯାହା ହଉଛି ହେଲା କି। ପରୀକ୍ଷିତକୁ ଯେତେବେଳେ ବ୍ରହ୍ମବିଶାପ ହେଇଥିଲା, ଏ କ୍ଷେତ୍ରକୁ ସେ ସୁକମୁନିଙ୍କ ପାଖକୁ ଆସିଥିଲେ ବ୍ରହ୍ମଜ୍ଞାନ ଶୁଣିବା ପାଇଁ, ବ୍ରହ୍ମବିଶାପରୁ ମୁକ୍ତ ହେବା ପାଇଁ ଆସିଥିଲେ। ଇଏ କୁଦାନଗରୀ ପୀଠ ଗୁପ୍ତ ନୈମିଷାରଣ୍ୟ ରୂପରେ ଇଏ ପ୍ରମାଣିତ କି, ତାଙ୍କରି କଥମ କଥା ହିଁ ଯୋଉ ଭାଗବତ ରେ ପ୍ରମାଣିତ ଏସବୁ ଜିନିଷ। ଆଉ କଣ ଜାଣିବାକୁ ଚାହୁଁଛନ୍ତି? ଗୁପ୍ତ ଅରଣ୍ୟ ଯୋଉ କହୁଥିଲେ ତମକୁ, ଏଠି ନୈମିଷାରଣ୍ୟରେ ଗୁପ୍ତ ଗଙ୍ଗା ବର୍ଷକେ ଥରେ ମାଘ ସପ୍ତମୀରେ ଗୁପ୍ତ ଗଙ୍ଗା ଆବିର୍ଭୂତ ହୁଅନ୍ତି। ସେଇ ପାଣିରେ ପରୀକ୍ଷିତ ମହାରାଜ ଗାଧାନ୍ତି, ସ୍ନାନ କରନ୍ତି ସୁକ ପରୀକ୍ଷିତ। ଆଉ ସେଇଠୁ ଯାତ୍ରା ଆରମ୍ଭ ହୁଏ। ମାଘ ସପ୍ତମୀ ମେଳା ହୁଏ, ଚନ୍ଦ୍ରଭାଗା ଦର୍ଶନ ହୁଏ। କୋଣାର୍କ ଯୋଉ ଟାଇପ୍ର ଆମର ହୁଏ, ସେଇ ଟାଇପ୍ର ଏଇ ଜାଗାରେ ହୁଏ। ସେ ଯୋଉ ଅଭିଶପ୍ତ ଜୀବନ କଣ ସେଇଟା ଗୁପ୍ତ ଥିଲା, ଟିକେ କହୁନାହାନ୍ତି। ନାଇଁ, ପରୀକ୍ଷିତଙ୍କୁ ଯେତେବେଳେ ବ୍ରହ୍ମ ବିଶାପ ହେଲା 7 ଦିନ ଭିତରେ ତକ୍ଷ ଦଂଶନ କରିବ, ସେଇ ବି ଏ ପୀଠକୁ ଆସିଥିଲେ। ସୁକମୁନିଙ୍କ ପାଖରୁ ବ୍ରହ୍ମଜ୍ଞାନ ଶୁଣି, ବ୍ରହ୍ମଜ୍ଞାନର ତ ମରଣ ନାହିଁ, ଶିବ ପାର୍ବତୀଙ୍କୁ କହିଥିଲେ ବ୍ରହ୍ମଜ୍ଞାନ, ତାକୁ ସେଇଠୁ ଶୁଣିଥିଲେ ସୁକପକ୍ଷୀ। ଆଉ ପରୀକ୍ଷିତ ଯେତେବେଳେ ବ୍ରାହ୍ମଣ ବାରଣ ପଡ଼ିଲା ଯେ ପରୀକ୍ଷିତଙ୍କୁ ବ୍ରହ୍ମ ବିଶାପ ହେଇଛି ତକ୍ଷ ସଂସର୍ଗ କରିବା 7 ଦିନ ଭିତରେ,
ତେଣୁ ମୁନିଋଷି ମାନେ ବିଚାର କରି ଏ ପୀଠରେ ଆସି ଗୁପ୍ତ ନୈମିଷ ଅରଣ୍ୟରେ ଗୁପ୍ତରେ ଶୁକମୁନି ପରୀକ୍ଷିତକୁ ବ୍ରହ୍ମଜ୍ଞାନ ଏ ପୀଠରେ କହିଥିଲେ। ଏଇ ସେଇଦିନ ଠାରୁ ପୀଠର ନାଁ ହେଉଛି ଗୁପ୍ତ ନୈମିଷ ଅରଣ୍ୟ। ଏ କୁଦାନଗରୀ ନାମରେ ନାମିତ। ପ୍ରଭୁଙ୍କର ମହିମା ତ ଅପାର ମହିମା ହେଲା କି ଯେଉଁ ଭକ୍ତ ଯେଉଁଭଳି ଭାବରେ ଡାକନ୍ତି ଆସନ୍ତି ବସନ୍ତି ସେ ପ୍ରଭୁ ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତି ହେଲା। ସେ ଶହ ଶହ ଶ୍ରଦ୍ଧାଳୁ ଆସନ୍ତି, ଭକ୍ତ ଆସନ୍ତି, ପୂଜା ଅର୍ଚ୍ଚନା କରିକି ପୀଠରେ ଯାଆନ୍ତି। ଆଉ ଆମେ ପୂଜକଙ୍କ ସହ କିଛି କଥା ହେଲେ, ପରୀକ୍ଷିତ ରାଜାଙ୍କ ବିଷୟରେ ଆମେ ଜାଣିଲେ। ହଉ ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ହଁ, ଏହା ଗୁପ୍ତରେ ରହିଛି କାହିଁକି ନା ଏବେ ଆଉ ଗୁପ୍ତ କଣ, ଏବେ ତ ସେ ତ ଅଭିଶାପ ମୁକ୍ତ ହେଇଯାଇଛନ୍ତି। ତ ସେଥିପାଇଁ ଏଇ ଶୁକମୁନିଙ୍କ ପୀଠରେ ପରୀକ୍ଷିତ ରାଜାଙ୍କ ମନ୍ଦିରଟିଏ ମଧ୍ୟ ସ୍ଥାପନ କରାଯାଇଛି। ଯାହା ବୋଲିକି ଆମେ କହୁଛୁ ଆଉ ଗଙ୍ଗା ଠାରୁ 100 ବର୍ଷ ବଡ଼ ଆମ ଚିତ୍ରତୋଳା। ଆଜ୍ଞା, ତେଣୁ ଗଙ୍ଗାଙ୍କର ସମ୍ମାନ ଦେଇକି ଆଙ୍କୁ ଆମେ ଆରୋହଣ କରୁ, କଥାବାର୍ତ୍ତା ଟିକେ ସ୍ନାନ କରନ୍ତି, ପୂର୍ଣ୍ଣିମା ପର୍ବ, ସୋମବାର ଦଶମୀ ଏଠି ଆମର ଏ ପୀଠରେ ଅସ୍ଥି ବିସର୍ଜନ ଓ ପିଣ୍ଡଦାନ ମଧ୍ୟ କରାଯାଇଥାଏ। ବିସର୍ଜନ ହୁଏ, ପିଣ୍ଡ ଦିଅନ୍ତି। ଯେଉଁମାନେ ସବୁ ଆସନ୍ତି ଗାଁରେ ରହୁନାହାନ୍ତି, ବିଦେଶରେ ଅଛନ୍ତି, ପଳେଇ ଆସିଲେ ଏଠି ଚାଉଳ ଫାଉଳ ଯୋଗାଡ଼ କଲେ, ଆଉ ଏଠି ବ୍ରାହ୍ମଣ ଆସିଲେ ପିଣ୍ଡଦାନ କଲେ, ପଳେଇ ତାଙ୍କର ଅସ୍ଥି ସର୍ଜନ କୋଉଠି ବିସର୍ଜନ ହୁଏ? ନଈ ପାଣି ଚିତ୍ରତୋଳା ନଦୀରେ ବିସର୍ଜନ କରନ୍ତି। ଗଙ୍ଗା ଠାରୁ ବି ବଡ଼ ଇଏ ବହି ଯାଇଛି ପୀଠରେ ଠାକୁର। ଚିତ୍ରତୋଳା 9ଟା ବାଙ୍କେରେ 9ଟା ନଅରେ 9ଟା ଗାଁ ଅଛି। ଆଜ୍ଞା, ପ୍ରଥମ ହେଲା ନେମାଳ, ଦ୍ୱିତୀୟ ନଗସପୁର, ନରୁଆ, ହରିଗୁଆଁ, ନାଲାପାଟଣା, ତାପରେ ନାହାଳପୁର, ନରେନ୍ଦ୍ରପୁର, ଗରିପଡ଼ା, ଏମିତିକିରି ଅଛି 9ରେ 9ଟି ଗାଁ ଅଛି। ଏଇ ଚିତ୍ରତୋଳା କୂଳେ ବହି ବହି ଯାଇଛି। ଏଇ ଚିତ୍ରତୋଳାର ବାଁ ପଟରେ, ଡାହାଣ ପଟରେ ସବୁ ଏଇ ପଟରେ ବହି ଯାଇଛି। କିନ୍ତୁ ଏଇଟା ଆମେ ଦେଖୁଛୁ, ଶୁଣୁଛୁ, ଆଉ ତାପରେ କ'ଣ ଥିବ ଆଉ ଭଗବାନ ଜାଣେ କ'ଣ କରୁଛୁ। ଯାହା ହଉ ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ଆଜି ଏଇ କୁଦାନଗରୀ ମହାପୁରୁଷଙ୍କ ପୀଠ, ଶୁକମୁନିଙ୍କ ଆଶ୍ରମ, ଏହି ଶୁକମୁନିଙ୍କ ଆଶ୍ରମକୁ ଆମେ ଆସି ଶୁକମୁନିଙ୍କ ବିଷୟରେ ଜାଣିଲେ, ପରୀକ୍ଷିତ ରାଜାଙ୍କ ବିଷୟରେ ମଧ୍ୟ ଆମେ ଜାଣିଲେ, ଏ ଧାମ ବିଷୟରେ ଜାଣିଲେ। ଆସନ୍ତୁ ଆଜିର ଭିଡ଼ିଓଟିକୁ ଏଇଠି ଆମେ ଶେଷ କରିବା। ଧନ୍ୟବାଦ।